ପିଲାଙ୍କ ଉପରେ ରାଗିଲେ କ'ଣ ଲାଭ? ସଂସ୍କାର କେଉଁଠି ଆସିବ କି? ଘରେ ତ କମ୍ ସମୟ ରହିଲେ, ସ୍କୁଲ ବା କଲେଜ ତ ବେଶୀ ସମୟ ରହିଲେ। କ'ଣ ପଢ଼ା ହେଲା କି? ମୋଗଲ ଶାସନ କାଳ ଏହା ପଢ଼ା ହେଲା, କେବେ ଯୁଦ୍ଧ ହୋଇଥିଲା ଏହା ପଢ଼ା ହେଲା, ଇଂରେଜ ଶାସନ ସମୟ କଥା ପଢ଼ା ହେଲା। ମସିହା ଘୁଷୁ ଘୁଷୁ ସମୟ ଗଲା, A+B ହୋଲ୍ ସ୍କୋୟାର ହୋଲ୍ କ୍ୟୁ ଏସବୁ ଘୁଷୁ ଘୁଷୁ ସମୟ ଗଲା, କିଛି କାମରେ ଆସିଲାନି, ଆସିନଥିଲା, ଆସିବନି ପ୍ରାକ୍ଟିକାଲ ଲାଇଫ୍ରେ। ମୋଗଲ ଇଂରେଜଙ୍କ ବିଷୟରେ ପଢ଼ିଲେ କିଛି କାମରେ ଆସିବନି, ଖାଲି ମାର୍କ ଆସିବ। ସେଥିପାଇଁ ମୁଁ ପୁଣି ମାଡ଼ ଖାଇବା ପର୍ଯ୍ୟନ୍ତ କଥା ଯାଉଛି। ବହୁତ ମାଡ଼ ଖାଇଛନ୍ତି ପିଲାମାନେ, କାହିଁ ମନେ ରଖିନୁ? କମ୍ ମାର୍କ ଆଣିଛୁ, ଖ୍ରୀଷ୍ଟାବ୍ଦ କାହିଁ ମନେ ରଖିନୁ? 20 ବର୍ଷ ବେକାର ଯିବ। ଏ ଟପିକ୍ ଉପରେ କହିଲେ ତ ଘଣ୍ଟା ଘଣ୍ଟା ଦରକାର। କାହିଁ ପ୍ରକୃତ ସଂଘର୍ଷ କାହାଣୀ ତ ପଢ଼ା ହେଇନି ଇତିହାସରେ। ଇତିହାସ ଯେଉଁ କଥା ଆମର ଇତି ହେଇଯାଇଛି, ସରିଯାଇଛି, ତା ବିଷୟ ତ ପଢ଼ା ହେଇନି। ପ୍ରକୃତ ଯେଉଁମାନେ ଦେଶ ସ୍ୱାଧୀନ ପଛରେ ଥିଲେ, ଯେଉଁମାନେ ଜେଲ୍ ଯାଇଥିଲେ, ତାଙ୍କ କଥା ତ ପଢ଼ା ହେଉନି। ଯାହା ପଢ଼ା ହେଉଛି କିଛି କାମରେ ଲାଗିବାର ନାହିଁ। ଭଗବତ ଗୀତା ବିଷୟରେ ପଢ଼ା ହେଉନି, ବେଦ ଉପନିଷଦ ବିଷୟରେ ପଢ଼ା ହେଉନି, ରାମାୟଣ ବିଷୟରେ ପଢ଼ା ହେଉନି, ମହାଭାରତ ବିଷୟରେ ପଢ଼ା ହେଉନି। ପଢ଼ା ହେଇଛି କ'ଣ ତାହେଲେ? ଏ ଏଜୁକେସନ୍ ସିଷ୍ଟମ୍ରେ ପିଲାମାନେ ଯାଇ ଆମେ ପୁଣି ଚାହିଁବା ଯେ ପିଲାଙ୍କର ସଂସ୍କାର ରହୁ? ଇମ୍ପସିବୁଲ୍। ଆମେ ନିଜେ ଚେଷ୍ଟା କଲେ ଯାହା କରିପାରିବା।